ଏବେ ମୋତେ ପଚରାଗଲା କି ରାଣ୍ଡିପୁଅ ଅନନ୍ତର ଅର୍ଥ କ'ଣ। ମୁଁ ସେଠି କହିଲି ଯେଉଁମାନେ ଉଦ୍ଧତ ହୁଅନ୍ତି ସେ ହେଉଛନ୍ତି ରାଣ୍ଡିପୁଅ ଅନନ୍ତା। ତ ସେଇଟା କହିଲା ପରେ ମନୋଜ ମିଶ୍ରଙ୍କ ନାଁ ନେଇକି ମୁଁ ସେଇଟା କହିଥିଲି ଏଇଟା ପ୍ରଯୁଜ୍ୟ ତାଙ୍କ ଉପରେ, କାରଣ ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ସେ ବହୁତ ଉଦ୍ଧତ ହେଇଗଲେଣି। ଡେଲି ଆପଣ ଦେଖିବେ ଗୋଟେ ନା ଗୋଟେ ସେ ବାଇଟ୍ ଦେଇ ଚାଲିଛନ୍ତି ଓଡ଼ିଶା ଇଣ୍ଡଷ୍ଟ୍ରିକୁ ବଦନାମ କରିବା ପାଇଁ। ମୁଁ ଏଠି ଗୋଟେ ଚ୍ୟାନେଲରେ ମୁଁ ଲାଇଭ୍ ଡିବେଟ୍ରେ ମୋତେ ଡକା ହେଇଥିଲା ଏବଂ ସେ ଡିବେଟ୍ରେ ମନୋଜ ମିଶ୍ର ଆସିବେ କରି କହିଥିଲେ, ମୁଁ ସେଥିପାଇଁ ଯାଇଥିଲି। କିନ୍ତୁ ସେଠି ଗଲାବେଳକୁ ଦେଖିଲି ମନୋଜ ମିଶ୍ର ଆସିନାହାନ୍ତି। ସେଠି ଗୋଟେ ରାଣ୍ଡିପୁଅ ଅନନ୍ତା ବିଷୟରେ ଚର୍ଚ୍ଚା ଚାଲିଥିଲା। ତେବେ ମୁଁ ସେଠି ନ୍ୟୁଜ୍ ଦେବା ପୂର୍ବରୁ ମୁଁ କହିଦେଲି କି ମୋର କୌଣସି ଆଇଡ଼ିଆ ନାହିଁ ସାହିତ୍ୟ ଜ୍ଞାନ ଭିତରେ। ତେବେ ମୋତେ ପଚରାଗଲା କି ରାଣ୍ଡିପୁଅ ଅନନ୍ତର ଅର୍ଥ କ'ଣ। ମୁଁ ସେଠି କହିଲି ଯେଉଁମାନେ ଉଦ୍ଧତ ହୁଅନ୍ତି ସେ ହେଉଛନ୍ତି ରାଣ୍ଡିପୁଅ ଅନନ୍ତା। ତ ସେଇଟା କହିଲା ପରେ ମନୋଜ ମିଶ୍ରଙ୍କ ନାଁ ନେଇକି ମୁଁ ସେଇଟା କହିଥିଲି ଏଇଟା ପ୍ରଯୁଜ୍ୟ ତାଙ୍କ ଉପରେ, କାରଣ ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ସେ ବହୁତ ଉଦ୍ଧତ ହେଇଗଲେଣି। ଡେଲି ଆପଣ ଦେଖିବେ ଗୋଟେ ନା ଗୋଟେ ସେ ବାଇଟ୍ ଦେଇ ଚାଲିଛନ୍ତି ଓଡ଼ିଶା ଇଣ୍ଡଷ୍ଟ୍ରିକୁ ବଦନାମ କରିବା ପାଇଁ। ମୁଁ ଏଠି ଗୋଟେ ଅଡ଼ିଓ ବି ଆପଣଙ୍କୁ ଦେବି, ଆପଣଙ୍କୁ ଅଡ଼ିଓ ଶୁଣିବେ, ସାରା ଓଡ଼ିଶା ଶୁଣନ୍ତୁ ତାଙ୍କର ଚକ୍ରାନ୍ତ କ'ଣ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଭାଙ୍ଗିବା ପାଇଁ। ସେ ଅଡ଼ିଓରେ କହିଛନ୍ତି, ମୁଁ ଆପଣଙ୍କୁ ଅଡ଼ିଓଟା ଦେଲି, ଆପଣ ଟିକେ ଦର୍ଶକଙ୍କୁ ଶୁଣାଇବେ, ଦର୍ଶକ ନିଜେ କହିବେ। ଦେଲି ଏଇଥିପାଇଁ କାଲି ଯେତେବେଳକୁ ମୁଁ ରାତିରେ ସେଠୁ ଲାଇଭ୍ ଶୋ ସରିଲା ପରେ ମୁଁ ଯେତେବେଳକୁ ଆସିଲି ମୋତେ ହ୍ୱାଟ୍ସଆପ୍ କଲ୍ରେ ବହୁତ ସ୍ଲାଙ୍ଗ ୟୁଜ୍ କରାଗଲା। ମନୋଜ ମିଶ୍ର ଏବଂ ତାଙ୍କ ଦଳର ଲୋକ ମୋତେ କହିଲେ ତୋତେ ଜୀବନରୁ ମାରିଦେବୁ, ତାପରେ ବହୁତ ସ୍ଲାଙ୍ଗ କହିଲେ ଯେଉଁଟା ମୁଁ ଆପଣଙ୍କୁ କହିପାରିବିନି, ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ଏଇଟା କହିପାରିବିନି। ସେ କଥାଟି କହିଛନ୍ତି ଏବଂ ସେକେଣ୍ଡ ଅଫିସରଙ୍କ ସାମ୍ନାରେ ମଧ୍ୟ ଦରଗାଜର ଥାନାର ସେକେଣ୍ଡ ଅଫିସରଙ୍କ ସାମ୍ନାରେ ସେ ମୋତେ ବହୁତ ସ୍ଲାଙ୍ଗ ୟୁଜ୍ କରିଛନ୍ତି। ତ ମୁଁ ବାଧ୍ୟ ହେଲି, ମୋ ଜୀବନ ପ୍ରତି ବିପଦ ଅଛି, ମୁଁ ସେଇଥିପାଇଁ ଆସିଲି ଥାନାରେ ଦ୍ୱାରସ୍ଥ ହେବା ପାଇଁ। ମୁଁ ଚନ୍ଦ୍ରଶେଖରପୁର ଥାନାରୁ ଡାଇରେକ୍ଟ ମୋ ପାଖକୁ କଲ୍ ଏବେ ପର୍ଯ୍ୟନ୍ତ ଆସିନାହିଁ। ମୁଁ ଯେହେତୁ ମୋର ଜଣେ ଦାଦା ଅଛନ୍ତି ସେଇ ପୋଲିସରେ ଅଛନ୍ତି, ସେଠୁ ଗୋଟେ କଲ୍ ଆସିଲା କି ମୋ ନାଁରେ ଦିଆହେଇଛି। ଏବେ ପର୍ଯ୍ୟନ୍ତ ସେଠି ଅଫିସିଆଲି ମୋତେ ଫୋନ୍ ଆସିନି। ଆସିଲେ ଦେଖାଯିବ ମୋ ନାଁରେ ଯଦି। ମୁଁ ଚାହୁଁଛି ନ୍ୟାୟ ଚାହୁଁଛି, ପ୍ରୋଟେକ୍ସନ୍ ଚାହୁଁଛି, ମୋତେ ପ୍ରୋଟେକ୍ସନ୍ ଦିଆଯାଉ। କିନ୍ତୁ ମନୋଜ ମିଶ୍ର ଗୋଟେ ବିଭାଗ କରିବା ପାଇଁ ଓଡ଼ିଶାକୁ ଚାହୁଁଥିଲେ, ଏବେ ସେ ଦାଦାଗିରିରେ ଓହ୍ଲେଇ ଯାଇଛନ୍ତି, ଗ୍ୟାଙ୍ଗ ବନେଇ ଦେଇଛନ୍ତି, ମୋତେ ହତ୍ୟା ଧମକ ଦେଇଛନ୍ତି। ଆଉ ମୋର ଯଦି କିଛି ହେଇଗଲା, ଆପଣଙ୍କ ଚ୍ୟାନେଲ ମାଧ୍ୟମରେ କହୁଛି, ସେ ମନୋଜ ମିଶ୍ର ଦାୟୀ ରହିବ ଏବଂ ତାଙ୍କ ଗ୍ରୁପ୍ ଦାୟୀ ରହିବ।